ବାଁ ଗୋଡ଼କୁ ଟେକି ଦେଇଛି ତାପରେ ତ ଖାଲି ଢିକି 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 କରିକି ବାଡ଼ଉ ତାପରେ ତ ଖାଲି ଢିକି 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 ତାପରେ ତ ଖାଲି ଢିକି 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 মাই খরারু আসিলি ধাইলো মাই খরারু আসিলি ধাইলো মাই তোতে দেখিবার পাইলো নারে 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 না না নারে নারে না নারে 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 না নারে শুনো শুনো সভা জন কহুচি এ জন কহুচি মুহি এই বাটে গলে কি মবলা মাই ও বলা মাইর মোর বউর এ জন বউর বেড়ি খোসা ভারি দিব মাই মন জানি বলা মাইকু যেবে ভেটন্দি হে জন ভেটন্দি উনি লক্ষে চম্বা ঝরে ইবি সমুসিরারে খাড়াঙ্গে আই শুনো ইয়ারে আই কোন হইতে হউছ এ লোক কেডে খরাপ লোক কাইকি কাହିଁକି କାହିଁକି ବୋଲେ 5-7 ବର୍ଷ ହେଲା ମୁଁ ମାମୁଁ ଘରକୁ ଯାଇନଥିଲି ହଁ ହେଲେ କାଲି ରାତିରେ ମୁଁ ଶୋଇଛି কোন ମାଇଁ ମାନେ ଟିକେ ସପନରେ ଆସିଲେ মাই মানে সপন আসলে ହଁ কোন কহিলে ମୁଁ ଶୋଇଛି ଘୋରାଘୋରି ହେଇକି ହଁ ଆଉ ମାଇଁ ମାନେ ଆସନ୍ତି କବାଟଟାକୁ ଖୋଲି ଦେଇକି ମୁରି ଘଷା ଦେଇକି ପଳାନ୍ତି মুড়ি খোসা দেখি ঝুমঝুম হইকি পাউচ লগাই পড়ে যাবে ହଁ নাকি ওড়ানি দেখি নাকি ଆଉ ମୁଁ ତ ସେଟା ଭାବି ଭାବି ଶୋଇଲି ପାହାନ୍ତିଆରୁ ବାହାରି ପଡ଼ିଲି ମାମୁଁ ଘରକୁ আচ্ছা ମାମୁଁ ଘରକୁ ମାଇଁ ମାନଙ୍କୁ ଦେଖିବାକୁ মাই মানে সপন আসলে ওটা খেয়ে যাবে নাকি ହଁ ହେଲେ ବାହାରି ପଡ଼ିଲେ ଯୋଉ ସାଙ୍ଗରେ ମତେ ଟିକେ ଦୁସିଆଟା କମ আচ্ছা ମୁଁ ଗୋଟେ ଖଣ୍ଡିଆ ଲଣ୍ଠନଟେ ଧରିଥିଲି হ্যাঁ ହଁ ଖଣ୍ଡିଆ ଲଣ୍ଠନଟେ ଧରିଥିଲି ତାପରେ ଇଆଡ଼େ ବାହାରୁଛି ତ ମାମୁଁ ଘରକୁ ଏ ଆସିଲା ବେଳକୁ ଯୋଉ ପୋଖରୀ ତୁଠରେ ଗୋଟେ ବରଗଛଟି ନାହିଁ হ্যাঁ ସେଇଠି ଗୋଟେ ଅଶୁଭ ଲକ୍ଷଣ ଦେଖିଲି কোনটা କଣଟେ ବୋଲେ ସେମାନେ କଞ୍ଚା ବରଫଳରା ପାଚିକି ତଳେ ଗଦା ହେଇକି ପଡିଛି ଏଲା ସରିଲା ପଡିକି ପାଚି ଯାଇଛି ଆଉ ତଳେ ପଡିକି ପାଚି ଯାଇଛି ପାଚି ଯାଇଛି ସେ ବିଲ ମାଳା ଆଡୁ ଗୋଟେ ମାଇ ବିଲୁଆଟେ କଣ କରୁଛି ଜାଣିଲ ସେ ଗଛ ମୂଳରେ ଆଣ୍ଠେଇ ପଡିଛି ଖାଉଥିବ ବରଫଳରା ଖାଇ ନେବି ବରଫଳ ଖାଉଛି ମିଠା ମିଠା ଲାଗୁଛି ଆଉ ଗୋଟେ ଅଣ୍ଡ୍ରା ବିଲୁଆଟେ କଣ କରୁଛି ଜାଣିଲ କଣ ସେ ମାଇ ବିଲୁଆର ପଛପଟେ ବାଁ ଗୋଡକୁ ଟେକି ଦେଇଛି ତାପରେ ତ ଖାଲି ଢିକି 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 କରିକି ବାଡଉଛି ହେଲେ ମତେ ଟିକେ ସଁ ସଁ ଶୁଭିଲା ମୁଁ କହିଲି ଶଳା ଏଠି କଣ ନାଗସାପ ଚୋଟ ମାରୁଛି କି ସେ ଖଣ୍ଡିଆ ଲଣ୍ଠନଟା ତ ଧରିଥିଲି ଆଉ ଟିକେ ପାଖେଇ ପାଖେଇ ଗଲି ଯେତେବେଳେ ପାଖେଇ ପାଖେଇ ଗଲି ଯେମିତି ଲାଇନ୍ ଲଣ୍ଠନରୁ ଆଲୁଅ ଟିକେ ପଡ଼ିଗଲା ମୁଁ ଦେଖିଦେଲା ବେଳକୁ ସେଇ ଅଣ୍ଡ୍ରା ବିଲୁଆଟାର ପଛପଟେ ଯୋଡ଼େ କଲିମି ଆମ୍ବ ପୁରି ଫଳ ଖାଲି ବାଡ଼େଇ ହେଉଛି ତମେ ବୁଝିବାଟା ଭୁଲ କାହିଁକି କଣ ହେଇଛି ବୋଲେ ଶୁଣ ସୋଜାତି ପରମହଂସୀଙ୍କ ଗୋଟେ ବର ଫଳ ଗୁଡାକ ପଡିଛି ଗୋଟେ ପାଚିଲା ପାଚିଲା ବର ଫଳ ପଡିଛି ସେଟା ମିଠା ଲାଗୁଛି ମାଇ ବିଲୁଆଟେ ଜଣେ ଆସିକି ଖାଉଛି ଆଉ ଗୋଟେ ଯେତେବେଳେ ପଳେଇ ଆସିଲା ଦି ଜଣ ଯାହା ଖାଇଲେ ଜଣଙ୍କର ଭାଗ କମିଯିବ ନା ନାଇଁ ସେଥିପାଇଁ ତାଙ୍କେ ଜଣ ମାଡ଼ ଲାଗିଲେ ସେ କହିଲା ମୁଁ ତ ଏକା ଖାଉଥିଲି ତୁ କାହିଁ ଆସିକି ଖାଇଲୁ ଦୁହେଁ ଝଗଡ଼ା ଲାଗିଥିଲେ ତାକେ ଝଗଡ଼ା ଲାଗିଥିଲେ ଆଉ କଣ ସେ ଫଳ ଦିଟା କାହିଁ ବାଡେଇ ହଉଥିଲା ଆରେ ଆମେ ତ ଲୁଗାପଟା ପିନ୍ଧୁଛୁ ଯେ ଆମେ କଳି ଝଗଡ଼ା ଲାଗିଲେ ଦେହରୁ ପଳଉଛି ସେ କଣ ପିନ୍ଧିଛନ୍ତି ହଁ ତାଙ୍କେ ନଙ୍ଗଳା ଆଉ ତ ସେଇଟା ତ ସେଇଠି ଦେଖିକି ଆଇଲେ ଅଶୁଭ ଲକ୍ଷଣଟା
ଇଆଡେ ଆଇଲା ବେଳକୁ ତମେ ମୋ ଆଗରୁ ଡାକିକି ଅଗୁଡାକୁ ଭାଙ୍ଗି ଦେଲଣି। ଆଗରୁ ଡାକିଲେ ଅଗ ଭାଙ୍ଗିବେନି, ଆଉ ପଛରୁ ଡାକିଲେ ଶୁଭ ଭାଙ୍ଗିଯିବ। ସେଇଆ ସେଇଆ। ଏଇ ତମ ମାଇଁ ମାନଙ୍କୁ ଦେଖିବାକୁ ଆସିଥିଲ, ହଁ ଏଇ ମାଇଁ ମାନେ ତମର ବସୁଛନ୍ତି ଦେଖ, ଆମ ମାଇଁ ମାନେ ଏଇ ପାଖେ ଅଛନ୍ତି। ତମେ ସତ କହୁଛଟି? ଦେଖୁନ ତମ ମାଇଁ ମାନେ, ନାଇଁ ଆମ ମାଇଁ ଇଆଡେ ଆଇବେନି। ଦେଖୁନ ଦେଖ, କାଇଁ କୋଉ ଆଡେ? ଏଇଠି ଏ ପାଖେ। ଏ ମାଇଁ ଏଇଠି ମୁଁ ତମକୁ ଏଇଠି କଲି। ମାଇଁ ଖରାରୁ ଆସିଲି ଧାଇଲ, ମାଇଁ ଖରାରୁ ଆସିଲି ଧାଇଲ, ମାଇଁ ତୋତେ ଦେଖିବାର ପାଇଲ। କାନ କଦମ ମୂଳରେ ଥିଲାଇ, କାନ କଦମ ମୂଳରେ ଥିଲାଇ, କାନ ରଙ୍ଗ କାଉ ଶିଖିଲାଏ। ମାରୁଚି ଖରାଲୋ, ମାଇଁ ଆଡୁଆ ମାରୁଚି ଖରାଲୋ, ତୋର କଣ୍ଟାରି କଣ ତ ଘୋରାଲୋ। ତତେ ଏଇ କଲିଆଣ ହିଉରେ, ତତେ ଏଇ କଲିଆଣ ହିଉରେ, ତତେ ରାଧା ଚନ୍ଦ୍ର ବାଡ଼ି ଖାଉରେ। ଖାଡ଼ଙ୍ଗେ କଣ କଣ ହେଲା ତମ ମାଇଁ ମାନେ? କଣ ଶୁଳା ଝାଡା ହଉଛି କି? କଣ ହେଇଛି? ତ ମାଇଁ ମାନେ କଣ କଲେ? କଣ କଲେ ମାଇଁ ମାନେ? କଣ କଲେ ମାଇଁ ମାନେ? କଣ କଲେ ମାଇଁ ମାନେ? କଣ କଲେ? କଣ କଲେ ଯାଇଲ? କଣ ମାଇଁ ମାନେ ଯାହା କଲେ ମତେ ଆଉ ଦିନ ବେଳେ ଭୟ ନାହିଁ କି ଦିବସରେ ଭୟ ନାହିଁ। ନା ଯାହା ରାତିରେ ଭୟ। ରାତିରେ ଭୟ ଲାଗିବ। ହଁ ଧାଇଁ ପଳେଇବ କିଲିକିଲି ହେଇକି ପଛରେ ଭୂତ ଆସିଲା। ନା ପକୁନି କଣ କଲେ ଯାଇଲ? କଣ କଲେ? 2-4 ଜଣଙ୍କୁ ସାଥୀ କରିକି ମୋ ତୁଲେ ପଠେଇଦେଲେ। କାହାକୁ କାହାକୁ ପଠେଇଲେ? କାହାକୁ ପଠେଇଲେ? ଆଘରେ ଗଲା ରାଧା, ତା ପଛକୁ ଚନ୍ଦ୍ର, ତା ପଛକୁ ବାଡ଼ି, ମୁଁ ଗଲି ମାଡ଼ି ମାଡ଼ି। କିଏ ଖାଡ଼ଙ୍ଗେ ଇଏ ତମର ସବୁବେଳେ ଏଇ ଚୁଗୁଲିଆ କଥା ଗଲେନି। ଆଉ ଟିକେ ତ ରହିଗଲା। ତମ ମାଇଁ ମାନେ କଣ ପାଇଁ କାନ୍ଦୁଥିଲେ ଟିକେ ପଚାର। ମାଇଁ ମାନେ କାନ୍ଦୁଥିଲେ ଆହୁରି? ପଚାର ପଚାର। ଏ ମାଇଁ ତମର କଣ ହେଇଛି କାଇଁ କାନ୍ଦୁଥିଲ? ଆମର ବା ମାମୁଁ ମରିଗଲେ। ମାମୁଁ ମରିଗଲେ? ମରିଗଲେ ନା ଚିପିକିରି ମାରିଦେଲ? ମରିଗଲେ। ମରିଗଲେ? ଆଇ ଯାଇଲ? ଶଳା କି ସୁଯୋଗ, ଏମିତିଆ ସୁଯୋଗ କୋଉ ଭଣଜାକୁ ମିଳିବନି। ଏକାଳି ଯାଇ ବରଗଣ୍ଡ ମାଇଁ ମୋର କାଳି ଯାଇ ବରଗଣ୍ଡ ଲୋ, ଏକାଳି ଯାଇକି ମୁଁ ଜଣେଇ ଆସିଛି ମାଇଁ ମୋର ସାତ ଦର ହେବୁ ରାଣ୍ଡ ଲୋ। ଖଣ୍ଡିଆ ମଛିଣା ବାଣି ବଣଜାରେ, ଖଣ୍ଡିଆ ମଛିଣା ବାଣି ରେ, ଏତେ କଲ করে মত সাজলু বন যত দান্তের রক্ত পানি রে। কিয় ଖାଡ଼ଙ୍ଗେ ଇଏ ତମର ସବୁବେଳେ ଚୁଗୁଲିଆ କଥା ଗଲାଣି। ଆଉ ଟିକେ ତ ରହିଯାଉଛି। ତମ ମାମୁଁ ମରିଯାଇଛନ୍ତି, ହେଲେ ଭୋଜି କାର୍ଯ୍ୟ ଶୁଦ୍ଧକ୍ରିୟା ହବ ନା ନାଇଁ? ନହେ ଶୁଦ୍ଧକ୍ରିୟା କିଏ କରିବ? ମୁଁ କରିବି। ତମେ କଣ ଦୁଶୁନି ତ? ମୁଁ ପରା ବଡ ଭଣଜାଟେ ଠିଆ ହେଇଛି। ନାଇଁ ଆମ ଦିଅର କରିବେ। ଦିଅର କରିବେ। ଦିଅର କରିବେ? ଏ ମାଇଁ ମୁଁ କଲେ ଭଲ ଲାଗିବ? ନାଇଁ ଆମ ଦିଅର କଲେ ଭଲ ଲାଗିବ। ଦିଅର କଲେ ଭଲ ଲାଗିବ? ଆଇ ଯାଇଲ ମାଇଁ ମାନେ କଣ କହୁଛନ୍ତି ଦିଅର କଲେ ଭଲ ଲାଗିବ? ଭଣଜା ହଉଛନ୍ତି କୁଳନନ୍ଦନ, ଶୁଦ୍ଧକ୍ରିୟା ଯଦି ଭଣଜା କରିବେ ତାହେଲେ ଭଲ। ଭଲ। ମୁଁ ପାଣି ଦେଲେ ମାମୁଁ ଡକ ଡକ କରିକି ପିଇବ କାଣି ଆଙ୍ଗୁଠିରେ। ହେଲେ ତମେ ଶୁଦ୍ଧକ୍ରିୟା କରିବ ନା? ହେଲେ ଭୋଜି ଭାତ ହବ? ଭୋଜି ଭାତ ହବ। ଆଉ ଭୋଜି ହବନି ଆଉ କଣ ବାଲି ଗୋଡି ଖାଇବା? ହେଲେ ପନିପରିବା ସବୁ କୋଉଠୁ ଆସିବ? ପନିପରିବା ବେଲପଡା ହାଟରୁ। ବେଲପଡା ହାଟରୁ ଆସିବ। ହେଲେ କୋଉଥିରେ ଆଣିବା?
କୋଉଥିରେ ଶଗଡ଼ରେ ଆଉ ଅଟୋ ତ ଆଣିଲେ ତେଲ ମହର କଣ କରିବା ହେଲେ ଅଟୋରେ ଶଗଡ଼ରେ ଆଣିବ ଶଗଡ଼। ଶଗଡ଼ କୋଉ ରାସ୍ତାରେ ଆସିଲେ ପାଖ ହବ ଶୀଘ୍ର ଆସିବ କହିଲ ଶଗଡ଼ ଏ କାନ୍ଥରେ ବାଡ଼ରେ ଦୁଲରେ ଶ୍ରେଣୀରେ ଚାଳରେ ଏମିତି କଣ ଶଗଡ଼ କେବେ ଆସେ ତା ବୋପା ଶଳା ଦଣ୍ଡ ଧରିଥିଲା ଗିଡ଼ିକିନା ପଡ଼ିଗଲା କିଏ ଖାଡ଼ଙ୍ଗେ କଣ କି ଆଉ ପନିପରିବା ପଳେଇ ଆସିଲା ପନିପରିବା ଭୋଜି ପଳେଇ ଭାତ ହେଇଗଲା ଭୋଜି ଭାତ ହେଇଗଲା ଖାଇଲ ଭୋଜି ଆଜି ଭୋଜି ଖାଇଲ ବଡ଼ ମଜାରେ ଆଜି ଭୋଜି ଖାଇଲ ବଡ଼ ମଜାରେ ଆଳୁ ବାଇଗଣ ସାରୁ ଜଟା ନାଉ କକାରୁ ଜଟା ନାଉ କକାରୁ ଭେଣ୍ଡି ବିଲାତି ଆଳୁ ପୋଟଳ ପିତଳ ଯା ଖାଇ ଯା କଦଳୀ ବଜାରେ ଆଜି ଭୋଜି ଖାଇଲୁ ବଡ଼ ମଜାରେ ଏ ମାଇଁ ହଁ ଭଣଜା ମୋ ବୋଲ କାଇଁ ଯା ଭଣଜା ତମ ସାନ ଆମକୁ ଡାକିଦବ ମୋ ବାପଲୋ ଆହୁରି ଏଣ୍ଠା ଛାଡନି ହଁ। ସାନା ମୁଁ ହଁ ସେ ହାରାମ ପିଲା କଣ ଥବ କି ଆଉ କୁଆଡେ ଯାଇଥିବେ କୋଉଠି ଦି ଚାରିଟା ଟୋକିକି ଧରିକି ପାଳ କଥା ମୂଳେ ଗଡୁଥବ ଯ ଡାକିଦବ କହିଦେବି ହଁ ଏ ମାମୁଁ ରେ ଏ ବେଇପ ମାମୁଁ ମାମୁଁ ଆଇଲେ କଣ କରିବ ଯେ ମାମୁଁ ଆଇଲେ ହଁ? ଆମର କଥା ଅଛି ହଁ ହଁ ଲୋଭ ନାହିଁ ଟିକେ ହଁ ମାମୁଁ ଆଇଲେ କହ ଏ ମାମୁଁ ରେ ଏ ବେଇପ ମାମୁଁ ଧାୟା ଧାୟା